Hello, my dear students. So, welcome back all of you our Chandan Educational Channel. तो ପିଲାମାନେ ଆମ ଚ୍ୟାନେଲକୁ ତମମାନଙ୍କୁ ସ୍ୱାଗତ। ତ ଦେଖ ତମମାନଙ୍କ ପାଇଁ ଗୋଟେ ଖୁସି ଖବର ଆସିଯାଇଛି କ'ଣ ନା ଦେଖ ଏଇଟା ଗଭର୍ଣ୍ଣମେଣ୍ଟର ପିଲେ ନୋଟିସ୍ ଯେ ତାପମାତ୍ରା ବୃଦ୍ଧି ଯୋଗୁଁ 3 ଦିନ ସ୍କୁଲ ବନ୍ଦ ରହିବ। ପିଲେ ଦେଖରେ 3 ଦିନ ତମର ସ୍କୁଲ ବନ୍ଦ ରହିବ, ଘରେ ପୁରା ଖାଇ ପିଇ ଶୋଇବା ଆଉ। ଦେଖ କ'ଣ ପାଇଁ ସ୍କୁଲ ବନ୍ଦ ରହିବ? ଦେଖ ପିଲେ ଇଏ ଆଜିର ନୋଟିସ୍ 17/4/2024 ଆଜିର ନୋଟିସ୍। ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ 3 ଦିନ ପାଇଁ ବନ୍ଦ କରାଯାଇଛି। ତାମାନେ ସରକାରୀ ଆଉ ବେସରକାରୀ ବିଦ୍ୟାଳୟ ଯେଉଁଟାକି ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଛି, ସିଏ ଅଧିକ ଖରା ହେଉଛି ନା ନାଇଁ ପିଲେ? ଏବେ ଅଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ସ୍କୁଲକୁ ଏବେ 3 ଦିନ ଛୁଟି କରାହେଇଛି। ଚଳିତ ଅପ୍ରିଲ 18ରୁ 20 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ହଁ ନା ନାଇଁ ରେ? ଦେଖ ଏଇଟା ପିଲେ ତମର ସମସ୍ତ ସରକାରୀ ଆଉ ଶିଶୁ ମନ୍ଦିର ଯେଉଁଗୁଡ଼ାକ ଅଛି, ଏ ସମସ୍ତ ପିଲେ ସ୍କୁଲ ତମର 3 ଦିନ ବନ୍ଦ ରହିବ। ଆଉ ବହୁତ ଜୋରେ ଖରା ହେଉଛି, ବାହାରକୁ ବାହାରିବନି, ସବୁବେଳେ ଛତା ପାଣି ବୋଟଲ ବାହାରକୁ ବାହାରିଲା ସମୟରେ ବ୍ୟବହାର କରିବ ହେଲା। ଆଉ ପିଲେ ଦେଖ ଏଇଟା ଆମର କିଏ କରିଛନ୍ତି ନା ସରକାର ଅଧିକାରୀ ସଚିଦାନନ୍ଦ ବେହେରା ଏ ଯେଉଁ ଅଛନ୍ତି ଏ ନୋଟିସ୍ ବି ପବ୍ଲିଶ କରିଛନ୍ତି। ତ ଓକେ ମାଇ ଡିୟର ଷ୍ଟୁଡେଣ୍ଟସ୍, ଇଏ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ନୋଟିସ୍ ଥିଲା ତମମାନଙ୍କ ପାଇଁ। ତ ଆଶା କରୁଛି ଆଗକୁ ଆଉ କିଛି ନୋଟିସ୍ ନୂଆ ନୂଆ ଆଣିବା ପାଇଁ ଯାହା ବି ଆମର ଅପଡ଼େଟ୍ ଆସିବ। ତ ଥ୍ୟାଙ୍କ ୟୁ ଅଲ୍ ଅଫ୍ ମାଇ ଡିୟର ଷ୍ଟୁଡେଣ୍ଟସ୍।